ମାନେ ସାଧାରଣତଃ ନା ଯେତେବେଳେ ଆମେ କୌଣସି ନଦୀର ବନ୍ୟାପ୍ଲାବିତ ଅଞ୍ଚଳ କିମ୍ବା ଯାହାକୁ ଆମେ ଫ୍ଲଡ୍ ପ୍ଲେନ୍ସ ବୋଲି କହୁ ସେଇଟା ବିଷୟରେ ଚିନ୍ତା କରୁ ମନକୁ କେମିତି ଗୋଟେ ସବୁଜ ଆଉ ଜଳପୂର୍ଣ୍ଣ ଅଞ୍ଚଳର ଚିତ୍ର ଆସେ। ହଁ ସେଇଟା ତ ସ୍ୱାଭାବିକ କଥା। ଏକଦମ। କିନ୍ତୁ ଆଜି ଟିକେ ଗୋଟେ ଅଲଗା କଥା କଳ୍ପନା କରନ୍ତୁ। ଏମିତି ଏକ ଅଞ୍ଚଳ ଯାହା ବିଶାଳ ନଦୀମାନଙ୍କ ଦ୍ୱାରା ତିଆରି ହେଇଛି, ଯୋଉଠି ବର୍ଷା ଦିନେ ପୁରା ଉଛୁଳା ବନ୍ୟା ଜଳ ମାଡ଼ିଯାଏ, ଅଥଚ ସେହି ସମାନ ଅଞ୍ଚଳ ହେଉଛି ରାଜ୍ୟର ସବୁଠାରୁ ଭୟଙ୍କର ମରୁଡ଼ି ପ୍ରଭାବିତ ଜାଗା। ହଁ, ମାନେ ଯାହାକୁ ୱର୍ଷ୍ଟ ଡ୍ରଟ୍ ଆଫେକ୍ଟେଡ୍ ଏରିଆ କୁହାଯାଏ। ଗୋଟିଏ ପଟେ ଉଛୁଳା ନଦୀ ଆଉ ଅନ୍ୟପଟେ ପୁରା ଫାଟି ଆଁ କରିଥିବା ଶୁଖିଲା ମାଟି। ଆଉ ଏଇଟା କୌଣସି ଗପ ନୁହେଁ, ଆମ ଓଡ଼ିଶାର ଭୂଗୋଳର ଗୋଟେ ବାସ୍ତବ ଚିତ୍ର ଏଇଟା। ତାହେଲେ ଦ ଫିଜିଓଗ୍ରାଫି ଅଫ୍ ଓଡ଼ିଶାକୁ ନେଇ ଆଜିର ଏହି ଗଭୀର ଆଲୋଚନାକୁ ସମସ୍ତଙ୍କୁ ସ୍ୱାଗତ। ଏଇ ଯୋଉ ବିରୋଧାଭାସ ବା ପାରାଡକ୍ସର କଥା ଆପଣ ଉଠାଇଲେ ନା, ଏଇଟା ହିଁ ତ ଭୂଗୋଳକୁ ଏତେ ରୋଚକ ଆଉ ଆକର୍ଷଣୀୟ କରିଥାଏ। ସତରେ। ଆଉ ଆଜି ଆମର ମୁଖ୍ୟ ଫୋକସ୍ ରହିବ ବିଶେଷ କରି ଓଡ଼ିଶା କୋଷ୍ଟାଲ ପ୍ଲେନ୍ସ ଇନ୍ ଦି ଇଷ୍ଟ ଉପରେ, ମାନେ ଓଡ଼ିଶାର ପୂର୍ବ ଉପକୂଳ ସମତଳ ଅଞ୍ଚଳ। ହଁ, ଆଉ ଏହି ବିଶ୍ଳେଷଣର ଗୋଟେ ଖାସ୍ ଉଦ୍ଦେଶ୍ୟ ବି ଅଛି। ଯେଉଁମାନେ କମ୍ପିଟିଟିଭ୍ ଏକ୍ଜାମ୍ସ ପାଇଁ ପ୍ରସ୍ତୁତ ହେଉଛନ୍ତି, ସେମାନଙ୍କୁ ଗୋଟେ ପ୍ରକାରର ଜିଓଗ୍ରାଫି ମାଷ୍ଟର କ୍ଲାସ୍ ଦେବା ହେଉଛି ଆମର ଲକ୍ଷ୍ୟ। ମାନେ କେବଳ ତଥ୍ୟ ଘୋଷିବା ନୁହେଁ, ବରଂ ଅବଜେକ୍ଟିଭ୍ ପରୀକ୍ଷା ପାଇଁ ଦରକାରୀ ଟର୍ମସକୁ ବୁଝିବା। ଆଚ୍ଛା, ତାହେଲେ ଏଇ ବିଶାଳ ଉପକୂଳ ଅଞ୍ଚଳର ଜେନେସିସ୍ରୁ ବା ଜନ୍ମରୁ ହିଁ ଆରମ୍ଭ କରିବା। ଆମେ ଜାଣୁ ଯେ ଓଡ଼ିଶା ମୁଖ୍ୟତଃ 5ଟି ବିଭିନ୍ନ ଭୌଗୋଳିକ ଅଞ୍ଚଳରେ ବିଭକ୍ତ, କିନ୍ତୁ ଆମେ କେବଳ ପୂର୍ବ ଉପକୂଳ କଥା କହିବା। ଗୋଟେ ୱାର୍ଡ ବହୁତ ଥର ବ୍ୟବହାର ହୁଏ, ଡିପୋଜିସନାଲ ଲ୍ୟାଣ୍ଡ ଫର୍ମସ୍। ଏକଦମ। ତ ଏଇଟା ମାନେ କ'ଣ? ଏତେ ବିପୁଳ ପରିମାଣର ମାଟି ଆସିଲା କେଉଁଠୁ ଯେ ପୁରା ଗୋଟେ ଉପକୂଳ ସୃଷ୍ଟି ହେଇଗଲା? ଏହାକୁ ବୁଝିବାକୁ ହେଲେ ଆମକୁ ଲକ୍ଷ ଲକ୍ଷ ବର୍ଷ ପଛକୁ ଯିବାକୁ ପଡ଼ିବ, ବିଶେଷ କରି ପୋଷ୍ଟ ଟର୍ସିୟରୀ ପିରିୟଡକୁ। ପରୀକ୍ଷା ପାଇଁ ଏହି ସମୟଟା ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ଶବ୍ଦ। ଆଚ୍ଛା, ପୋଷ୍ଟ ଟର୍ସିୟରୀ ପିରିୟଡ। ହଁ, ଧରିନିଅନ୍ତୁ ଭାରତୀୟ ଉପମହାଦେଶର ଗଠନ ସେତେବେଳେ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥାଏ। ଉଚ୍ଚ ପାର୍ବତ୍ୟ ଅଞ୍ଚଳର ବାହାରିଥିବା ନଦୀଗୁଡ଼ିକ ଲକ୍ଷ ଲକ୍ଷ ବର୍ଷ ଧରି ସେହି ପଥର ଆଉ ପାହାଡ଼କୁ କାଟି ତଳକୁ ଆସିଲେ। ସେମାନେ ନିଜ ସାଥିରେ ବାଲି ଆଉ ପଟୁମାଟି ସବୁ ବୋହି ଆଣିଲେ। ପୁରା ସଠିକ୍। ଆଉ ଯେତେବେଳେ ସେହି ନଦୀଗୁଡ଼ିକ ଆସି ସମୁଦ୍ର ପାଖରେ ବଙ୍ଗୋପସାଗର ପାଖରେ ପହଞ୍ଚିଲେ, ସେମାନଙ୍କର ଗତି ବହୁତ ମନ୍ଥର ହୋଇଗଲା। ଗତି କମିଯିବାରୁ ସେମାନେ ଯାହା ବି ସେଡିମେଣ୍ଟସ୍ ବା ପଟୁମାଟି ଆଣିଥିଲେ, ସେଗୁଡ଼ିକ ସବୁ ସମୁଦ୍ର କୂଳରେ ଜମା କରିବା ଆରମ୍ଭ କଲେ। ହଁ, ଆଉ ବର୍ଷ ବର୍ଷ ଧରି ସମୁଦ୍ର ଭିତରକୁ ଏହି ମାଟି ଜମା ହେବା ଫଳରେ ଏ ଯେଉଁ ନୂଆ ଭୂମି ସୃଷ୍ଟି ହେଲା, ତାହାକୁ ହିଁ ଡିପୋଜିସନାଲ ଲ୍ୟାଣ୍ଡଫର୍ମସ୍ କୁହାଯାଏ। ଆରେ ବାଃ! ମାନେ ପ୍ରକୃତି ନିଜେ ପାହାଡ଼କୁ ଭାଙ୍ଗି ସମୁଦ୍ରକୁ ପୋତି ଏକ ନୂଆ ସମତଳ ଭୂମି ତିଆରି କରିଛି। ହଁ, ଆଜି ଆମେ ଯେଉଁ ଉପକୂଳରେ ଠିଆ ହୋଇଛେ, ସେଇଟା ପ୍ରକୃତିର ଅତୀତରେ କୌଣସି ପାହାଡ଼ର ଅଂଶ ଥିଲା। ବହୁତ ଇଣ୍ଟରେଷ୍ଟିଂ କଥା ଏଟା। ଆଚ୍ଛା, ତାହେଲେ ଯଦି ନଦୀଗୁଡ଼ିକ ଏହି ଭୂମି ସୃଷ୍ଟି କଲେ, ଏହାର ଗୋଟେ ବାଉଣ୍ଡ୍ରି ବା ସୀମା ବି ଥିବ ନିଶ୍ଚୟ। ପାହାଡ଼ ଆଉ ସମତଳ ଭୂମି ମଧ୍ୟରେ ଗାର ଟାଣିଲା ଭଳି ଗୋଟେ ଲାଇନ୍ ଅଛି, 75 ମିଟର କଣ୍ଟୋର ଲାଇନ୍। ଏଇଟା କ'ଣ ଗୋଟେ ପ୍ରାକୃତିକ ପାଚେରୀ ଭଳି କାମ କରେ? ଏ ଯେଉଁ ଷ୍ଟ୍ରିକ୍ଟ ବର୍ଡର ୱାଲ୍ ବା ପ୍ରାଚୀରର ଉଦାହରଣ ଆପଣ ଦେଲେ, ସେଟା ବୁଝିବାକୁ ବହୁତ ସହଜ। ଆପଣ ଦେଖନ୍ତୁ, ମାନଚିତ୍ରରେ କଣ୍ଟର ଲାଇନ୍ସ ହେଉଛି ସେହି କାଳ୍ପନିକ ରେଖା ଯାହା ସମାନ ଉଚ୍ଚତା ଥିବା ଜାଗାଗୁଡ଼ିକୁ ଯୋଡ଼ିଥାଏ। ଆଚ୍ଛା, ମାନେ ସମୁଦ୍ର ପତନରୁ 75 ମିଟର ଉଚ୍ଚତା। ହଁ, ଏକଦମ। ଏହି 75 ମିଟର କଣ୍ଟର ଲାଇନ୍ ହିଁ ଉପକୂଳ ସମତଳ ଅଞ୍ଚଳର ପଶ୍ଚିମ ଦିଗକୁ ଘେରି ରଖିଛି। ଯେମିତି ଆପଣ ଏହି 75 ମିଟର ସୀମା ଅତିକ୍ରମ କରି ପଶ୍ଚିମ ଆଡ଼କୁ ଯିବେ, ଭୂମିର ଢାଳୁ ବଦଳିଯିବ ଆଉ ପାର୍ବତ୍ୟ ଅଞ୍ଚଳ ଆରମ୍ଭ ହୋଇଯିବ। ଆଉ ଏହି ସୀମା ଭିତରେ ଯେଉଁ ସମତଳ ଅଞ୍ଚଳ ରହିଲା, ସେଠି ନଦୀର ଉର୍ବର ପଟୁମାଟି ଥିବାରୁ ପ୍ରଚୁର ଧାନ ଚାଷ ହୁଏ, ରାଇଟ୍? ହଁ, ଆଉ ସେଥିପାଇଁ ତ ଏହାକୁ ସାର୍ବଜନୀନ ଭାବରେ ରାଇସ୍ ବଲ୍ ଅଫ୍ ଓଡ଼ିଶା ବୋଲି କୁହାଯାଏ। ହଁ, ରାଇସ୍ ବଲ୍ ଅଫ୍ ଓଡ଼ିଶା ତ ପ୍ରାୟତଃ ସବୁ କମ୍ପିଟିଟିଭ୍ ଏକ୍ଜାମ୍ର ଗୋଟେ ପ୍ରିୟ ପ୍ରଶ୍ନ। ତାହେଲେ ଏବେ ଆମେ ଏହାର ଜିଓଗ୍ରାଫିକାଲ ଏକ୍ସଟେଣ୍ଟ କଥା ଟିକେ ଦେଖିବା। ମାନେ ଏହାର ଆକାର ଓ ବିସ୍ତାର କେମିତି ରହିଛି। ନିଶ୍ଚୟ। ଏହା ଉତ୍ତର ପୂର୍ବରେ ସୁବର୍ଣ୍ଣରେଖା ନଦୀରୁ ଆରମ୍ଭ ହୋଇ ଦକ୍ଷିଣ ପଶ୍ଚିମରେ ଋଷିକୁଲିଆ ନଦୀ ପର୍ଯ୍ୟନ୍ତ ବ୍ୟାପିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା, ଏଇ ସମତଳ ଭୂମିର ଓସାର ସବୁଠି ସମାନ ନୁହେଁ। କାହିଁକି ଏମିତି? ଏହି ୱିଡ୍ଥ ଭେରିଏସନ୍ ପଛରେ ଗୋଟେ ସିଧାସଳଖ ଗାଣିତିକ କାରଣ ଅଛି। ନଦୀ ଯେତେ ବଡ଼ ହେବ ଆଉ ଯେତେ ଅଧିକା ନଦୀ ଏକାଠି ମିଶିବେ, ସେଠାରେ ସେତେ ଅଧିକ ପଟୁମାଟି ଜମା ହେବ।
ମାନେ ଭୂମି ସେତେ ଅଧିକ ପ୍ରଶସ୍ତ ବା ଚଉଡ଼ା ହେବ? ହଁ, ତେଣୁ ଯଦି ଆମେ ଉତ୍ତର ଦିଗକୁ ଦେଖିବା ସେଠି ନଦୀଗୁଡ଼ିକ ଟିକେ ଛୋଟ, ତେଣୁ ଉପକୂଳଟି ସଂକୀର୍ଣ୍ଣ। କିନ୍ତୁ ମଝି ଭାଗକୁ ଆସିଲେ ମଝି ଭାଗରେ ତ ଆମର ବିଶାଳ ମହାନଦୀ, ବ୍ରାହ୍ମଣୀ ଆଉ ବୈତରଣୀ ଅଛନ୍ତି। ଏକଦମ ସେଠାରେ ସେମାନଙ୍କର ମିଳିତ ଡେଲ୍ଟା ବା କମ୍ବାଇଣ୍ଡ ଡେଲ୍ଟାଜ୍ ରହିଛି। ତେଣୁ ଅଧିକ ନଦୀ, ଅଧିକ ମାଟି, ସେଇଥିପାଇଁ ମଝି ଅଞ୍ଚଳଟା ହେଉଛି ସବୁଠାରୁ ୱାଇଡେଷ୍ଟ ପଏଣ୍ଟ। ଆଚ୍ଛା, ତାପରେ ପୁଣି ଦକ୍ଷିଣକୁ ଯାଇ ଚିଲିକା କୋଷ୍ଟ ପାଖରେ କ'ଣ ହୁଏ? ସେଠି ଏହା ହଠାତ୍ ସବୁଠାରୁ ନାରୋଏଷ୍ଟ ପଏଣ୍ଟର ପରିଣତ ହୁଏ, କାରଣ ସେଠାରେ ପୂର୍ବଘାଟ ପର୍ବତମାଳା ସମୁଦ୍ରର ବହୁତ ପାଖକୁ ପଳେଇ ଆସିଛି। ଆଉ ତାପରେ ଶେଷରେ ଋଷିକୁଲ୍ୟା ବେସିନ୍ ପାଖରେ ପୁଣି ଟିକେ ଚଉଡ଼ା ହୋଇଯାଏ। ମାନେ ଏଇଟା ନଦୀମାନଙ୍କର ଶକ୍ତି ଅନୁସାରେ ତିଆରି ହୋଇଥିବା ଗୋଟେ ଅଙ୍କାବଙ୍କା ଡିଜାଇନ। ଆଉ ଏଇ ବିଶାଳ ଅଞ୍ଚଳକୁ ତିଆରି କରିଛନ୍ତି ମୁଖ୍ୟତଃ 6ଟି ନଦୀ, ଯୋଉଥିପାଇଁ ଏହାକୁ ହେକ୍ସା ଡେଲ୍ଟାଇକ୍ ରିଜନ୍ ବା ଗିଫ୍ଟ ଅଫ୍ 6 ରିଭର୍ସ କୁହାଯାଏ। ହଁ, ଆଉ ଏହି 6ଟି ନଦୀର ସିକ୍ୱେନ୍ସ ଯୋଉଟା ଅଛି, ମାନେ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ କ୍ରମ, ସେଟା ଅବଜେକ୍ଟିଭ ଏକ୍ଜାମ୍ସ ପାଇଁ ବହୁତ ବହୁତ ଜରୁରୀ। ଆପଣ ଟିକେ ସେ କ୍ରମଟା କହିଦେବେ କି? ହଁ, ନିଶ୍ଚୟ। ଯଦି ଆମେ ଉତ୍ତରରୁ ଦକ୍ଷିଣକୁ ଯିବା, ତେବେ ସବୁଠୁ ଉପରେ ଆସିବ ସୁବର୍ଣ୍ଣରେଖା, ତାପରେ ବୁଢ଼ାବଲଙ୍ଗା, ତା ତଳକୁ ବାହାରିବ ବୈତରଣୀ, ତାପରେ ବ୍ରାହ୍ମଣୀ, ତାପରେ ଆମର ବିଶାଳ ମହାନଦୀ, ଆଉ ଶେଷରେ ସବୁଠାରୁ ଦକ୍ଷିଣରେ ଋଷିକୁଲ୍ୟ। ପୁରା ଠିକ୍। ଏହି କ୍ରମଟି ସମସ୍ତେ ମନେ ରଖିବା ଉଚିତ। ଆଚ୍ଛା, ଏବେ ଆମେ ଆଲୋଚନାକୁ ଆଉ ଟିକେ ଡିପ୍କୁ ନେଇଯିବା। ଏହି ପୁରା ସମତଳ ଅଞ୍ଚଳକୁ ଉତ୍ତରରୁ ଦକ୍ଷିଣକୁ ବା ଲଙ୍ଗିଚୁଡ୍ନାଲି 3ଟି ମୁଖ୍ୟ ଭାଗରେ ବିଭକ୍ତ କରାଯାଇଛି। ଯାହାକୁ ଆମେ ଷ୍ଟ୍ରକ୍ଚରାଲ ସବଡିଭିଜନ୍ସ ବୋଲି କହୁ। ତାହେଲେ ଆରମ୍ଭ କରିବା ଡିଭିଜନ 1ରୁ। ଏଇଟା ହେଉଛି ନର୍ଦର୍ଣ୍ଣ କୋଷ୍ଟାଲ ବାଲାସୋର ପ୍ଲେନ୍ସ। ହଁ, ଯାହାକି ସୁବର୍ଣ୍ଣରେଖାଠାରୁ ଆରମ୍ଭ ହୋଇ ବୈତରଣୀ ପର୍ଯ୍ୟନ୍ତ ବ୍ୟାପ୍ତ। ଆଉ ଏଥିକି ଆମର ସେଇ ପ୍ରଥମ ରହସ୍ୟମୟ ପ୍ରଶ୍ନର ଉତ୍ତର ଲୁଚି ରହିଛି। ହଁ, ମୁଁ ବି ସେଇଆ ଭାବୁଥିଲି। ଏଠି ସୁବର୍ଣ୍ଣରେଖା ଆଉ ବୁଧବାଲାଙ୍ଗା ନଦୀର ବିସ୍ତୃତ ଫ୍ଲଡ୍ ପ୍ଲେନ୍ସ ଅଛି। ତଥାପି ଏଇଟା ୱର୍ଷ୍ଟ ଡ୍ରଟ୍ ଆଫେକ୍ଟେଡ୍ ଏରିଆ କେମିତି ହେଲା? ଯୋଉଠି ବନ୍ୟା ଆସେ, ସେଠି ପୁଣି ମରୁଡ଼ି କାହିଁକି? ଏହାର ମୁଖ୍ୟ କାରଣ ହେଉଛି ସେଠାକାର ମାଟିର ଗଠନ। ଏହି ନର୍ଦର୍ଣ୍ଣ ପ୍ଲେନ୍ସର ଅନେକ ଜାଗାରେ ନା ମାଟିରେ ବାଲି ଆଉ ଲ୍ୟାଟରାଇଟ୍ର ପରିମାଣ ବହୁତ ଅଧିକ ଥାଏ। ଆଚ୍ଛା, ଆଉ ଲ୍ୟାଟରାଇଟ୍ ମାଟି ମାନେ? ମାନେ ଏହାର ଜଳଧାରଣ କ୍ଷମତା ବା ୱାଟର ରିଟେନସନ୍ କାପାସିଟି ବିଲକୁଲ କମ୍। ବର୍ଷାଦିନେ ଫ୍ଲଡ୍ ପ୍ଲେନ୍ସରେ ପାଣି ମାଡ଼ିଯାଏ ସତ, କିନ୍ତୁ ଏହି ମାଟି ପାଣିକୁ ଧରି ରଖିପାରେ ନାହିଁ। ପାଣି ବହୁତ ଜଲ୍ଦି ସମୁଦ୍ରକୁ ଚାଲିଯାଏ କିମ୍ବା ବାଷ୍ପୀଭୂତ ହୋଇଯାଏ। ଭୂଗର୍ଭସ୍ଥ ଜଳସ୍ତର ବଢ଼ିପାରେ ନାହିଁ। ଓହୋ, ମାନେ ପାଣି ଆସୁଛି ଖର୍ଚ୍ଚ ହେବା ପାଇଁ, କିନ୍ତୁ ବ୍ୟାଙ୍କରେ ସଞ୍ଚୟ ହୋଇକି ରହୁନି। ସେଥିପାଇଁ ଖରାଦିନେ ଭୟଙ୍କର ଜଳାଭାବ ଦେଖାଦିଏ। ଏକଦମ ଠିକ୍ ବୁଝିଲେ। ବର୍ତ୍ତମାନ ଆସନ୍ତୁ ଡିଭିଜନ 2କୁ, ମିଡିଲ୍ କିମ୍ବା କଟକପୁରୀ କୋଷ୍ଟାଲ ପ୍ଲେନ୍। ଆରେ, ଏହି ମଝି ଅଞ୍ଚଳକୁ ମୁଁ ନଦୀମାନଙ୍କର ହେଭିୱେଟ୍ ଚାମ୍ପିୟନ ବୋଲି କହିବି। କାରଣ ଏଠି ଉତ୍ତର ଦିଗରୁ ଆସୁଛନ୍ତି ସାଲନ୍ଦୀ, ବୈତରଣୀ, ବ୍ରାହ୍ମଣୀ, ଆଉ ଦକ୍ଷିଣ ଦିଗରୁ ବିଶାଳ ମହାନଦୀ। ଏତେଗୁଡେ ନଦୀ ଏକଠି ଆଉ ଏଇ ଭୌଗୋଳିକ ସମାବେଶକୁ ହିଁ ବୈଷୟିକ ଭାଷାରେ କମ୍ବାଇନ୍ଡ ଡେଲ୍ଟାଜ୍ କୁହାଯାଏ। ଯେତେବେଳେ ଏତେଗୁଡ଼ିଏ ବଡ଼ ନଦୀ ସମୁଦ୍ର ସହ ମିଶନ୍ତି, ସେମାନେ ଅସଂଖ୍ୟ ଶାଖା ନଦୀ ବା ଡିଷ୍ଟ୍ରିବ୍ୟୁଟରିଜ୍ରେ ବିଭକ୍ତ ହୋଇଯାନ୍ତି। କିନ୍ତୁ ଏହାର ଗୋଟେ ଖାସ୍ ଟପୋଗ୍ରାଫିକ୍ ଫିଚର ଅଛି। କ'ଣ ସେଇଟା? ଏହି ବିସ୍ତୃତ ଆଉ ସମତଳ ଡେଲ୍ଟା ଅଞ୍ଚଳରେ ନା ଢାଲୁ ବହୁତ କମ୍ ଥାଏ। ସେଥିପାଇଁ ପାଣି ସହଜରେ ନିଷ୍କାସିତ ହୋଇପାରେ ନାହିଁ, ଯାହାଫଳରେ ବିଭିନ୍ନ ଜାଗାରେ ଜଳ ଜମି ରହି ଅନେକଗୁଡ଼ିଏ ପ୍ରାକୃତିକ ହ୍ରଦ ସୃଷ୍ଟି ହୁଏ। ଆଚ୍ଛା, ମାନେ ଯଦି ପରୀକ୍ଷାରେ ପ୍ରଶ୍ନ ଆସେ ଯେ ଉପକୂଳର କେଉଁ ଅଞ୍ଚଳରେ ନମ୍ବର ଅଫ୍ ଲେକ୍ସ ବହୁତ ଦେଖାଯାଏ, ତାର ସିଧା ଉତ୍ତର ହେବ ମିଡିଲ୍ କୋଷ୍ଟାଲ ପ୍ଲେନ୍। ପୁରା ଠିକ୍। ବର୍ତ୍ତମାନ ଶେଷ ବିଭାଗ ଡିଭିଜନ 3 ବା ସଦର୍ଣ୍ଣ କୋଷ୍ଟାଲ ପ୍ଲେନ୍ସକୁ ଯିବା। ଯାହାକୁ ଆମେ ଋଷିକୁଲ୍ୟା ପ୍ଲେନ୍ସ ମଧ୍ୟ କହୁ। ଏଠି ତ କୌଣସି ବଡ଼ ଡେଲ୍ଟା ନାହିଁ ବୋଧହୁଏ? ନା, କାରଣ ଋଷିକୁଲ୍ୟା ନଦୀ ସିଧା ଯାଇ ସମୁଦ୍ରରେ ପଡ଼ିଛି। କିନ୍ତୁ ଏହି ଅଞ୍ଚଳରେ ଏମିତି ଗୋଟେ ଜିନିଷ ଅଛି ଯାହା ଆମ ଓଡ଼ିଶା କ'ଣ ପୁରା ଭାରତ ପାଇଁ ଗୋଟେ ଗର୍ବର ବିଷୟ। ଚିଲିକା ହ୍ରଦ। ଏକଦମ। ଋଷିକୁଲ୍ୟା ନଦୀର ଆଲୁଭିଆଲ୍ ଡିପୋଜିଟ୍ସ ଦ୍ୱାରା ଏହା ଗଠିତ। କିନ୍ତୁ ଇକୋଲୋଜିକାଲ ଦୃଷ୍ଟିକୋଣରୁ ଏହାର ସବୁଠୁ ବଡ଼ ଆକର୍ଷଣ ହେଉଛି ଲେକୋଷ୍ଟ୍ରାଇନ୍ ପ୍ଲେନ୍ ଅଫ୍ ଚିଲିକା ଲେକ୍। ଲେକୋଷ୍ଟ୍ରାଇନ୍ ପ୍ଲେନ୍ ମାନେ ହ୍ରଦ ଦ୍ୱାରା ସୃଷ୍ଟି ହୋଇଥିବା ସମତଳ ଭୂମି। ଏହି ୱାର୍ଡଟା ମୁଁ ବହୁତ ଥର ଦେଖିଛି ଅବଜେକ୍ଟିଭ ପ୍ରଶ୍ନରେ। ହଁ, ଲେକୋଷ୍ଟ୍ରାଇନ୍ର ଅର୍ଥ ହିଁ ହେଉଛି ହ୍ରଦ ସମ୍ବନ୍ଧୀୟ। ଚିଲିକା କେବଳ ଗୋଟେ ପାଣି ଥିବା ଜାଗା ନୁହେଁ, ଏହା ନିଜ ଚାରିପାଖରେ ଏକ ବିସ୍ତୃତ ସମତଳ ଭୂମି ଏବଂ ଇକୋସିଷ୍ଟମ ଗଠନ କରିଛି। ବାଃ,
ଏଟା ଥିଲା ଆମର ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ଯାତ୍ରା। କିନ୍ତୁ ମୁଁ ଭାବୁଥିଲି ଯଦି ଆମେ ଦିଗ ପରିବର୍ତ୍ତନ କରିଦେବା, ଧରନ୍ତୁ ଆମେ ସମୁଦ୍ରକୂଳରେ ଅଛେ ଆଉ ସେଠୁ ବୁଲି ପଡ଼ି ସିଧା ଭିତର ଆଡ଼କୁ ମାନେ ଇନଲ୍ୟାଣ୍ଡ ଆଡ଼କୁ ଯିବା। ଆଚ୍ଛା, ମାନେ ପ୍ୟାରାଲାଲ ଟୁ ଦ ଶୋର ଲାଇନ୍ ବିଭାଜନ ବା ଲ୍ୟାଟରାଲ ବିଭାଜନ। ହଁ, ସେଠି ମାଟିର ପ୍ରକୃତି କେମିତି ବଦଳେ। ମୁଁ ପଢ଼ିଥିଲି ଯେ ଏହାକୁ 3ଟି ଜୋନ୍ ବା ଜୋନ୍ସରେ ବିଭକ୍ତ କରାଯାଇଛି। ହଁ, ଏହି ଇନଲ୍ୟାଣ୍ଡ ଯାତ୍ରା ଭୂଗୋଳକୁ ଆହୁରି ରୋମାଞ୍ଚକର କରିଦିଏ। ଏଠାରେ ଭୂମିର ଗୁଣବତ୍ତା ସ୍ତରକୁ ସ୍ତର ବଦଳେ। ପ୍ରଥମେ ସମୁଦ୍ରକୂଳରେ ଆସିବ ଜୋନ୍ 1 ଦ ସଲ୍ଟ ଟ୍ରାକ୍ଟ, ତାପରେ ଭିତରକୁ ଗଲେ ମିଳିବ ଜୋନ୍ 2 ଦ ଆରେବଲ୍ ଟ୍ରାକ୍ଟ, ଆଉ ତାଠାରୁ ଆହୁରି ଭିତରକୁ ଗଲେ ଆସିବ ଜୋନ୍ 3 ଦ ସବମାଉଣ୍ଟେନ୍ ଟ୍ରାକ୍ଟ। ତାହେଲେ ସମୁଦ୍ରକୂଳରୁ ଆରମ୍ଭ କରିବା ଜୋନ୍ 1 ବା ଦ ସଲ୍ଟ ଟ୍ରାକ୍ଟ। ଏଠି ସମୁଦ୍ରର ଜୁଆର ବା ଟାଇଡ୍ସ ଆସେ, ତେଣୁ ମାଟିରେ ଲୁଣ ଅଂଶ ଅଧିକ ଥାଏ। ମାନେ ଏହା ଏଣ୍ଟାୟାରଲି ଅନସୁଟେବଲ୍ ଫର୍ ଆଗ୍ରିକଲଚର। ଚାଷ ତ ହୋଇପାରିବନି ବିଲକୁଲ। ହଁ, ଆଉ ଏଠାରେ ଯାତାୟାତ କରିବା ବି ବହୁତ କଷ୍ଟ, କାରଣ ଏହା ଖାଲି ବାଲି ନୁହେଁ, ଗୋଟେ କାଦୁଆମୟ ଏବଂ ସନ୍ତସନ୍ତିଆ ଅଞ୍ଚଳ। ଏଠାରେ ବ୍ରାକିଶ ବା ଲୁଣିଆ ସ୍ରୋତ ଆଉ ଛୋଟ ଛୋଟ ନାଳ ବା କ୍ରିକ୍ସର ଜାଲ ବିଛେଇଥାଏ। କିନ୍ତୁ ଶୁଣିବାକୁ ମିଳେ ଯେ ଏହି କଷ୍ଟକର ପରିବେଶ ଭିତରେ ହିଁ ଆମର ଲିଟିଲ୍ ସୁନ୍ଦରବନ୍ସ ଅଛି। ଆରେ ବାଃ, ଆପଣ ଠିକ୍ ମନେ ରଖିଛନ୍ତି। ଏହି ମହାନଦୀ ଡେଲ୍ଟାରେ ଥିବା ସଲ୍ଟ ଟ୍ରାକ୍ଟରେ ହିଁ ଟାଇଡଲ ଫରେଷ୍ଟ ବା ହେନ୍ତାଳ ବଣ ଦେଖିବାକୁ ମିଳେ। ଯାହା ସମୁଦ୍ର ବାତ୍ୟାରୁ ଆମକୁ ରକ୍ଷା କରେ, ଆଉ ଇକୋସିଷ୍ଟମ ପଶ୍ଚିମବଙ୍ଗର ସୁନ୍ଦରବନ ଭଳି ହୋଇଥିବାରୁ ଏହାକୁ ଲିଟିଲ୍ ସୁନ୍ଦରବନ୍ସ କୁହାଯାଏ। ପୁରା ଠିକ୍। ପରୀକ୍ଷାରେ ପଚାରେ ଯେ ଲିଟିଲ୍ ସୁନ୍ଦରବନ୍ସ କେଉଁ ଡେଲ୍ଟାରେ ଅଛି? ଉତ୍ତର ହେବ ମହାନଦୀ ଡେଲ୍ଟା। ତାପରେ ଏବେ ଜୋନ୍ 2କୁ ଆସିବା। ଦ ଆରେବଲ୍ ଟ୍ରାକ୍ଟ ବା ଦ ଫର୍ଟାଇଲ୍ କୋର୍। ଏହି ଅଞ୍ଚଳକୁ ରାଇସ୍ କଣ୍ଟ୍ରି ବି କୁହାଯାଏ। କିନ୍ତୁ ମୁଁ ଗୋଟେ କଥା ପଚାରିବି, ଏଠି କୃଷିକୁ ନିୟନ୍ତ୍ରଣ କରୁଥିବା ଗୋଟେ ଖାସ୍ ଫର୍ମେସନ୍ ଅଛି ଯାହାକୁ ଇଂରାଜୀରେ ଲିଭ୍ସ କୁହାଯାଏ। ମାନେ LEAVES ବୋଲି ସ୍ପେଲିଂ ଥାଏ। ମୁଁ ତ ପ୍ରଥମେ ଭାବିଲି ଏହା କ'ଣ ଗଛର ପତ୍ର କି? ମାନେ ଏହି ଭୌଗୋଳିକ ଲିଭ୍ସ ପ୍ରକୃତରେ କ'ଣ? ହଁ, ଏଠି ଟିକେ କନଫ୍ୟୁଜନ୍ ହୁଏ, କିନ୍ତୁ ଏହା ଗଛପତ୍ର ନୁହେଁ। ଏହା ହେଉଛି ନ୍ୟାଚୁରାଲ ଏମ୍ବାଙ୍କମେଣ୍ଟସ୍ ବା ପ୍ରାକୃତିକ ନଦୀବନ୍ଧ। ଆଚ୍ଛା, ପ୍ରାକୃତିକ ନଦୀବନ୍ଧ କେମିତି ତିଆରି ହୁଏ ଏଟା? ଦେଖନ୍ତୁ, ଯେତେବେଳେ ନଦୀରେ ପ୍ରବଳ ବନ୍ୟା ଆସେ ଆଉ ପାଣି କୂଳ ଲଙ୍ଘେ, ସେତେବେଳେ ନଦୀ ସାଥିରେ ଆଣିଥିବା ବାଲି ଆଉ ମାଟି କଣିକା ମଧ୍ୟରୁ ସବୁଠାରୁ ଓଜନିଆ କଣିକାଗୁଡ଼ିକ ଠିକ୍ ନଦୀ କୂଳରେ ହିଁ ଖସିପଡ଼େ। ବର୍ଷ ବର୍ଷ ଧରି ପ୍ରତି ବନ୍ୟାରେ ଏହି ମାଟି ଜମା ହୋଇ ନଦୀର ଦୁଇ କୂଳରେ ଏକ ଉଚ୍ଚ ପ୍ରାକୃତିକ କାନ୍ତ ତିଆରି କରେ। ଏହାକୁ ହିଁ ଲିଭ୍ସ କୁହାଯାଏ। ଓହୋ, ମାନେ ଦୁଇଟି ନଦୀର ଏହି ପ୍ରାକୃତିକ ବନ୍ଧ ମଧ୍ୟରେ ଥିବା ଜାଗାଟା ଗୋଟେ ବଡ଼ ଖାଲୁଆ ଅଞ୍ଚଳ ପରି ହୋଇଯାଏ। ଆଉ ସେଠି ବର୍ଷା ପାଣି ଜମି ରହି ଧାନ ଚାଷ ପାଇଁ ବଢ଼ିଆ ପରିବେଶ ସୃଷ୍ଟି କରେ। ଏକଦମ ସଠିକ୍। ସେଥିପାଇଁ ତ ଏହାକୁ ରାଇସ୍ କଣ୍ଟ୍ରି କୁହାଯାଏ। ଆଉ ଶେଷରେ ଆମେ ପହଞ୍ଚିବା ଜୋନ୍ 3ରେ ଦ ସବମାଉଣ୍ଟେନ୍ ଟ୍ରାକ୍ଟ। ମାନେ ଆମର ଇଷ୍ଟର୍ଣ୍ଣ ଘାଟ ସହିତ ମିଶୁଥିବା ଜୋନ୍ ଅଫ୍ ଟ୍ରାନ୍ଜିସନ୍। ଏଠି ତ ପରିବେଶ ପୁରା ଅଲଗା ଥିବ। ହଁ, ଆପଣ ସମତଳରୁ ଉପରକୁ ଉଠିବା ଆରମ୍ଭ କରନ୍ତି। ଏଠି ଆଉ କଳା ଉର୍ବର ପଟୁମାଟି ନଥାଏ। ଏଠାରେ ମିଳେ ରେଡ୍ ସଏଲ୍ ଆଉ କଠିନ ଲେଟରାଇଟ୍। ଆଉ ଏଠାକାର ସବୁଠୁ ବଡ଼ ସମସ୍ୟା ହେଉଛି ଏହି ଇଲେଭେସନ୍ ଶିଫ୍ଟ ବା ଉଚ୍ଚତା ପରିବର୍ତ୍ତନ ଯୋଗୁଁ ଏହି ଅଞ୍ଚଳଟା ଅତ୍ୟଧିକ କ୍ଷୟପ୍ରବଣ ବା ହାଇଲି ପ୍ରୋନ୍ ଟୁ ଇରୋଜନ୍ ଅଟେ। ମାନେ ବର୍ଷା ହେଲେ ମାଟି ସହଜରେ ଧୋଇ ହୋଇ ତଳକୁ ଖସି ଆସେ। ହଁ। ଆଉ ଏଠି ତ ଚାଷ ହେଇପାରୁନଥିବ, ତେଣୁ ଗଛଲତା ବା ଭେଜିଟେସନ୍ କେମିତି ଥାଏ? ଏଠାକାର ଗଛଲତା ଆରିଡ୍ ବା ଶୁଷ୍କ ପ୍ରକୃତିର ହୋଇଥାଏ। ଆପଣଙ୍କୁ ମୁଖ୍ୟତଃ ଥର୍ନି ଶ୍ରବ୍ସ ମାନେ କଣ୍ଟାବୁଦା ଦେଖିବାକୁ ମିଳିବ। ଆଉ ଟିକେ ଭିତରକୁ ଗଲେ ଘଞ୍ଚ ଡେନ୍ସ ସାଲ୍ ଫରେଷ୍ଟ୍ସ ବି ଦେଖିବାକୁ ପାଇବେ। ଆଚ୍ଛା, ତାହେଲେ ଆମେ ଉଭୟ ଲଙ୍ଗିଚ୍ୟୁଡନାଲ ଏବଂ ଲ୍ୟାଟରାଲ ଗଠନ ବୁଝିଗଲେ। କିନ୍ତୁ ଆମେ ଏଇ ସବୁ ଯାହା ଆଲୋଚନା କଲେ ନା, ଏବେ ମୋ ମନରେ ଗୋଟେ ଭୟଙ୍କର ଚିତ୍ର ଆସୁଛି। ମୁଁ ଗୋଟେ ଯୁକ୍ତି ବା ପୁshବ୍ୟାକ୍ ରଖିବାକୁ ଚାହେଁ। ହଁ ହଁ, ନିଶ୍ଚୟ, କୁହନ୍ତୁ। ଆପଣ କହିଲେ ଯେ ମଝିରେ ଅଛି ଜୋନ୍ 2 ବା ଆମର ଆରେବଲ୍ ଟ୍ରାକ୍ଟ ରାଇସ୍ କଣ୍ଟ୍ରି, କିନ୍ତୁ ଏହାର ଗୋଟିଏ ପଟେ ଅଛି ସମୁଦ୍ରକୂଳର ସଲ୍ଟ ଟ୍ରାକ୍ଟ, ଯୋଉଠି ଲୁଣିଆ ପାଣି ମାଡ଼ି ଆସିବାର ଭୟ ଅଛି, ଆଉ ଅନ୍ୟପଟେ ପଛଆଡ଼କୁ ଅଛି ସବମଣ୍ଟାଇନ୍ ଟ୍ରାକ୍ଟ, ଯୋଉଠୁ ପାହାଡ଼ର ଲାଲ ମାଟି ଧୋଇ ହୋଇ ତଳକୁ ଖସୁଛି। ତାମାନେ ଆମର ଏହି ଅମୂଲ୍ୟ କୃଷି ଜମିଟି ଦୁଇଟି ବିପଜ୍ଜନକ ପ୍ରାକୃତିକ ଶକ୍ତି ମଧ୍ୟରେ ଏକ ପ୍ରକାର ସ୍ୟାଣ୍ଡୱିଚ୍ ହୋଇ ରହିଯାଇଛି। ଆମର ଏହି ରାଇସ୍ ବୋଲ୍ ପ୍ରକୃତରେ ଭବିଷ୍ୟତ ପାଇଁ କେତେ ସୁରକ୍ଷିତ? ମାନିବାକୁ ପଡ଼ିବ, ଏହା ହେଉଛି ଆଜିର ସବୁଠାରୁ ଗଭୀର ଆଉ ମୂଲ୍ୟବାନ ପ୍ରଶ୍ନ। ପ୍ରକୃତରେ ଆମେ ଏକ ଟାଇମ୍ ବମ୍ ଉପରେ ବସିଛୁ। ପ୍ରକୃତି ବର୍ଷ ବର୍ଷ ଧରି ଗୋଟେ ଡେଲିକେଟ୍ ବ୍ୟାଲେନ୍ସ
ବା ସୂକ୍ଷ୍ମ ଭାରସାମ୍ୟ ରକ୍ଷା କରି ଆସିଥିଲା। ଲିଟଲ୍ ସୁନ୍ଦରବନ୍ସର ହେନ୍ତାଳ ବଣ ସମୁଦ୍ରର ଲୁଣିଆ ପାଣିକୁ ଅଟକାଉଥିଲା, ଆଉ ପାହାଡ଼ିଆ ଅଞ୍ଚଳର ଜଙ୍ଗଲ ମାଟି ଧରି ରଖୁଥିଲା, ଯାହାଫଳରେ ଇରୋଜନ୍ ନିୟନ୍ତ୍ରଣରେ ଥିଲା। କିନ୍ତୁ ଆମେ ମଣିଷମାନେ ସେହି ଭାରସାମ୍ୟକୁ ନଷ୍ଟ କରୁଛୁ। ଏକଦମ। ଯଦି ଆମେ ପାହାଡ଼ିଆ ଅଞ୍ଚଳରେ ଜଙ୍ଗଲ କାଟିଦେବା, ତେବେ ମାଟି କ୍ଷୟ ଏତେ ବଢ଼ିଯିବ ଯେ ଉର୍ବର ଜମିଲତରେ ଲାଳ ବାଲି ମାଡ଼ିଯିବ। ଅନ୍ୟପଟେ ସମୁଦ୍ର କୂଳରେ ହେନ୍ତାଳବଣ ନଷ୍ଟ ହେଲେ ଲୁଣିଆ ପାଣି ପଶି ଆମର ରାଇସ୍ କଣ୍ଟ୍ରିକୁ ନଷ୍ଟ କରିଦେବ। ସତରେ ଏହା ଆଖି ଖୋଲିଦେବା ଭଳି କଥା। ଆମେ କେବଳ ପରୀକ୍ଷା ପାଇଁ ତଥ୍ୟ ପଢ଼ୁଥିଲେ, କିନ୍ତୁ ଏହା ଆମ ଜୀବନ ଆଉ ଜୀବିକାର କେତେ ନିକଟତର। ତାହେଲେ ଆସନ୍ତୁ ଆଜିର ଏହି ବିଶ୍ଳେଷଣର ଗୋଟେ କ୍ୱିକ୍ ସମରି କରିଦେବା। ଆମେ ଦେଖିଲେ ଯେ ଓଡ଼ିଶାର ପୂର୍ବ ଉପକୂଳ ଡିପୋଜିସନାଲ ଲ୍ୟାଣ୍ଡଫର୍ମସ୍ ଅଟେ, 6ଟି ନଦୀର ହେକ୍ସାଡେଲ୍ଟାଇକ୍ ରିଜିନ୍। ଆମେ ନର୍ଦର୍ନ ପ୍ଲେନ୍ସର ମରୁଡ଼ି ସମସ୍ୟା, ମିଡଲ୍ ପ୍ଲେନ୍ସର କମ୍ବାଇନ୍ଡ ଡେଲ୍ଟାସ୍ ଆଉ ଚିଲିକାର ଲେକ୍ୟୁଷ୍ଟ୍ରିନ୍ ପ୍ଲେନ୍ ବିଷୟରେ ବୁଝିଲେ। ତା ସହ ସଲ୍ଟ ଟ୍ରାକ୍ଟର ଲିଟଲ୍ ସୁନ୍ଦରବନ୍ସ ଆଉ ଆରାବଲ୍ ଟ୍ରାକ୍ଟର ପ୍ରାକୃତିକ ଲିଭ୍ସ ବିଷୟରେ ବି ଜାଣିଲେ। ହଁ, ଆଉ ଏହିସବୁ ତଥ୍ୟ ଆଉ ଇଂରାଜୀ ଟର୍ମସକୁ ଯଦି କେହି ଲିଙ୍କ କରିଦିଏ, ତେବେ ଅବଜେକ୍ଟିଭ ପରୀକ୍ଷାରେ ଯେକୌଣସି ପ୍ରଶ୍ନ ଆସିଲେ ବି ସଠିକ୍ ଉତ୍ତର ବାଛିବାରେ ଅସୁବିଧା ହେବ ନାହିଁ। ଆପଣ କେବଳ କ'ଣ ଘଟୁଛି ଜାଣିଲେ ନାହିଁ, କାହିଁକି ଘଟୁଛି ତାହା ମଧ୍ୟ ବୁଝିଗଲେ। ପୁରା ସଠିକ୍। ଆଉ ପ୍ରତିଥର ପରି ଆମେ ଆଲୋଚନା ଶେଷ କରିବା ପୂର୍ବରୁ ଆମର ଶିକ୍ଷାର୍ଥୀମାନଙ୍କ ପାଇଁ ଏକ ନୂଆ ପ୍ରୋଭୋକେଟିଭ୍ ଥଟ୍ ବା ଚିନ୍ତାଧାରା ଛାଡ଼ିଯିବାକୁ ଚାହୁଁ। ଆପଣଙ୍କ ମନରେ କିଛି ଅଛି କି? ହଁ, ଆମେ ସେହି ସ୍ୟାଣ୍ଡୱିଚ୍ କୃଷି ବ୍ୟବସ୍ଥା କଥା କହୁଥିଲେ ତ? ଏବେ ତା ସହ କ୍ଲାଇମେଟ୍ ଚେଞ୍ଜକୁ ଯୋଡ଼ି ଦିଅନ୍ତୁ। ଯଦି ସମୁଦ୍ର ପତନ ବୃଦ୍ଧି ପାଏ, ତେବେ ଜୋନ୍ 1ରୁ ଲୁଣିଆ ପାଣି ଜୋନ୍ 2କୁ ମାଡ଼ି ଆସିବ, ଆଉ ଅତ୍ୟଧିକ ବର୍ଷା ହେଲେ ଜୋନ୍ 3ରୁ ମାଟି କ୍ଷୟ ଭୟଙ୍କର ହେବ। ଏହି ଦୁଇମୁଖୀ ଆକ୍ରମଣରେ ଆମର ଉପକୂଳବର୍ତ୍ତୀ କୃଷି ବ୍ୟବସ୍ଥା କେତେଦିନ ତିଷ୍ଠିବ? ଭବିଷ୍ୟତରେ ଖାଦ୍ୟ ସୁରକ୍ଷା ବା ଫୁଡ୍ ସିକ୍ୟୁରିଟି ପାଇଁ ଏହା କ'ଣ ଏକ ବଡ଼ ସତର୍କ ଘଣ୍ଟି ନୁହେଁ କି? ଶିକ୍ଷାର୍ଥୀମାନେ ନିଜେ ଏହା ଉପରେ ଗଭୀର ଭାବେ ଅନୁଧ୍ୟାନ କରିବା ଦରକାର। ସତରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ, ଯାହା ଆମେ ବହିରେ କେବଳ ମାଟିର ପ୍ରକାରଭେଦ ହିସାବରେ ପଢ଼ୁ, ତାହା ବାସ୍ତବରେ ଆମ ପାଇଁ କେତେ ବଡ଼ ପରିବେଶଗତ ଆହ୍ୱାନ। ଆଶା କରୁଛୁ ଆଜିର ଏହି ଆଲୋଚନା ଆପଣଙ୍କ ପରୀକ୍ଷା ପ୍ରସ୍ତୁତି ସହ ଆପଣଙ୍କ ଭୌଗୋଳିକ ଚିନ୍ତାଧାରାକୁ ମଧ୍ୟ ସମୃଦ୍ଧ କରିବ। ଏହି ମାଷ୍ଟର କ୍ଲାସରେ ସାମିଲ ହୋଇଥିବାରୁ ବହୁତ ବହୁତ ଧନ୍ୟବାଦ।